ମୁଁ ଆପଣଙ୍କୁ କହିଥିଲି 2025ରେ OISF 100% ବାହାରିବ, ଡିଷ୍ଟ୍ରିକ୍ଟ ପୋଲିସ 100% ବାହାରିବ ଓ ତାର ଅଫିସିଆଲ ଅପଡେଟ୍ ମଧ୍ୟ ଆସିଯାଇଛି। ଆଜିକା ଭିଡ଼ିଓରେ ଡିଷ୍ଟ୍ରିକ୍ଟ ପୋଲିସ ପୁରା ଫୁଲ୍ ଅପଡେଟ୍ ମଧ୍ୟ କହିଦେବି। ଆପଣ ଜାଣିଥିବେ 2023ରେ ଡିଷ୍ଟ୍ରିକ୍ଟ ପୋଲିସ ଯେତେବେଳେ ବାହାରିଥିଲା, ତାର ଅଫିସିଆଲ ଅପଡେଟ୍ ଯେତେବେଳେ ବି ବାହାରିଥିଲା, ପାଖାପାଖି ତା ରିକ୍ରୁଟମେଣ୍ଟ 3 ମାସ ଭିତରେ କମ୍ପ୍ଲିଟ୍ କରିଦେଲା। ତ ଯଦି ବି ରିକ୍ରୁଟମେଣ୍ଟ କାଲି ଆସିପାରେ, ପରଦିନ ଆସିପାରେ, ତା ମାସେ ପରେ ବି ଆସିପାରେ, ଯେବେ ବି ଆସିପାରେ, ବହୁତ ଜଲ୍ଦି ତାର ମାସେ ଆପ୍ଲାଏ ଦେବ, ମାସେ ଅନଲାଇନ୍ ଆପ୍ଲାଏ କରିବ, ତାପରେ ମାସେ ପରେ ରିଟିନ୍ ଏକ୍ଜାମ୍ କରିଦେବ, ତାପରେ ରିଟିନ୍ ଏକ୍ଜାମ୍ରେ 10-15 ଦିନ ଭିତରେ ତାର ଫିଜିକାଲ୍ କରିକି ଜଏନିଂ କରିଦେବ। ତେଣୁ ମୁଁ ଆପଣଙ୍କୁ ରିକ୍ୱେଷ୍ଟ କରି କହୁଛି, ଆପଣମାନେ କଣ୍ଟିନ୍ୟୁଅସ୍ଲି ପଢ଼ାପଢ଼ି କରନ୍ତୁ। ପୁରା ସିଲେକ୍ସନ୍ ପ୍ରୋସେସ୍ ଆଜିକା ଭିଡ଼ିଓରେ କହିଦେବି। ଆଉ ଗୋଟେ କଥା, ଯେଉଁମାନେ ଆମ ଟେଲିଗ୍ରାମ ଗ୍ରୁପ୍ରେ ଜଏନ୍ ହେଇନାହାନ୍ତି, ଟେଲିଗ୍ରାମ ଗ୍ରୁପ୍ରେ ଜଏନ୍ ହେବାକୁ ଜମାରେ ଭୁଲିବେ ନାହିଁ। ଡିସ୍କ୍ରିପ୍ସନ୍ ବକ୍ସରେ ଲିଙ୍କ୍ ମିଳିଯିବ, ସେଇଠି କ୍ଲିକ୍ କରିକି ଜଏନ୍ ହେଇଯିବେ। ଆଉ ଗୋଟେ କଥା, ଯେଉଁମାନେ କହୁଛ କି ମୁଁ ଅଫିସିଆଲ ମାନେ ଆପ୍ଲାଏ ହେଲେ ମୁଁ ପଢ଼ିବି, ତ ସେଇଟା ଭୁଲିଯାଅ, ତୁମର ସିଲେକ୍ସନ୍ ହେବ କି ନାହିଁ। କାହିଁକି ନା ରିକ୍ରୁଟମେଣ୍ଟ ଆସିଲା ମାନେ ବହୁତ ଜଲ୍ଦି ତାର ରେଜାମ୍ ମଧ୍ୟ କରିଦେବ। ଆର ସିଲେକ୍ସନ୍ ପ୍ରୋସେସ୍ କହୁଛି, ଫାଷ୍ଟ ରିଟିନ୍ ଏକ୍ଜାମ୍ ହେବ, ରିଟିନ୍ ଏକ୍ଜାମ୍ରେ କ୍ୱାଲିଫାଇ ହେଇସାରିଲା ପରେ ଆପଣଙ୍କୁ ଫିଜିକାଲ୍ ହେବ, ତାପରେ ଜଏନିଂ ଦେଇଦେବ। ଠିକ୍ ଅଛି। ତ ରିଟିନ୍ ଏକ୍ଜାମ୍ରେ କ'ଣ କ'ଣ ପଡ଼ିବ ଅଲରେଡ଼ି ମୁଁ ଆପଣଙ୍କୁ କହିଦେଇଛି, ତଥାପି ମୁଁ ଆପଣଙ୍କୁ ଏଇଠି କହିଦେଉଛି। ଓକେ, ତ ଫାଷ୍ଟ କରିକି ଆପଣଙ୍କ ଯଦି କମ୍ପ୍ୟୁଟର, ଓଡ଼ିଆ ଗ୍ରାମାର, ଇଂଲିଶ, ଓକେ, ମ୍ୟାଥ୍, ରିଜନିଂ, ଓଡ଼ିଆ ଗ୍ରାମାର, ଓକେ, ଆଉ ଆପଣଙ୍କର ସିଚୁଏସନାଲ୍ ଆୱାରନେସ୍, ଯେଉଁଟାକି ପ୍ରିଭିୟସ୍ ଇୟର୍ କଥା ମୁଁ ଆପଣଙ୍କୁ କହିଦେଉଛି। ପ୍ରିଭିୟସ୍ ଇୟର୍ କ'ଣ କ'ଣ ପଡ଼ିଥିଲା? ଇଂଲିଶ, ଓଡ଼ିଆ ଗ୍ରାମାର, କମ୍ପ୍ୟୁଟର, ଜିକେ, ମ୍ୟାଥ୍, ରିଜନିଂ, ସିଚୁଏସନାଲ୍ ଆୱାରନେସ୍। ଓକେ, ତ ଆପଣଙ୍କୁ ପୁରା ଆଜିଠୁ କମ୍ପ୍ଲିଟ୍ କରିବାକୁ ପଡ଼ିବ। ଯଦି ଆପଣ ଚାହିଁବେ ମଧ୍ୟ ଜିକେ, ଅଧିକାଂଶ ଓଡ଼ିଶା ଜିକେ ଅଧିକାଂଶ ପଢ଼ୁଛି, ଯେ ଓଡ଼ିଶା ଜିକେ ମଧ୍ୟ କଭର୍ କରିଦେବେ। ଯଦି ଚାହିଁବେ ମଧ୍ୟ ମୁଁ ୟୁଟ୍ୟୁବରେ ମଧ୍ୟ ଓଡ଼ିଶା ଜିକେରେ PDF ମଧ୍ୟ ମୋ ପାଖରେ ଅଛି, ବହି ବୁକ୍ ଅଛି। ଯେଉଁମାନେ ଚାହୁଁଛନ୍ତି ନେଇକି ଆସି ତା ନେକ୍ସଟ ଭିଡ଼ିଓରେ ତାର ସିଲାବସ୍ କେମିତି କ'ଣ ପଡ଼ିବ ମଧ୍ୟ ମୁଁ କହିଦେବି। ଏଇ ଭିଡ଼ିଓ ମୁଁ ଆପଣଙ୍କୁ କହିଦେଉଛି। ପାସ୍ କରି ସିଲେକ୍ସନ୍ ପ୍ରୋସେସ୍ ରିଟିନ୍ ଏକ୍ଜାମ୍ ହେଇସାରିଲା ପରେ ଆପଣଙ୍କର ଫିଜିକାଲ୍ ପାଇଁ ଡାକିବ। ଓକେ, ଫିଜିକାଲ୍ରେ କ'ଣ କ'ଣ ହେବ? ଫାଷ୍ଟ କରି ହାଇଟ୍ ୱେଟ୍ ଚେଷ୍ଟ ମାପିଦେବେ। ହାଇଟ୍ ୱେଟ୍ ଚେଷ୍ଟ ମାପି ସାରିଲା ପରେ ରନିଂ। ଓକେ, ରନିଂ କମ୍ପ୍ଲିଟ୍ ହେଇସାରିଲା ପରେ ଆପଣଙ୍କର ଲଙ୍ଗ୍ ଜମ୍ପ। ଓକେ, ଲଙ୍ଗ୍ ଜମ୍ପ, ବାସ୍ ରନିଂ ଆଉ ଲଙ୍ଗ୍ ଜମ୍ପ ଆଉ କିଛି ନୁହେଁ। କ୍ୱାଲିଫାଇ ହେଇସାରିଲା ପରେ ଆପଣଙ୍କୁ ମେରିଟ୍ ଲିଷ୍ଟ ବନିବ, ତାପରେ ଆପଣ ଜଏନିଂ କରିବେ, ବାସ୍ ସେତିକି। ତା ପୂର୍ବରୁ ଫାଷ୍ଟ କରି ରିଟିନ୍ରେ ମାର୍କ ନିହାତି ଯେତିକି ରିଟିନ୍ ଆବଶ୍ୟକ ସେତିକି ଫିଜିକାଲ୍ ଆବଶ୍ୟକ। ଆପଣମାନେ ଆଜିଠୁ ଡେଲି ଫିଜିକାଲ୍ ୱିଥ୍ ରିଟିନ୍ରେ ପଢ଼ାପଢ଼ି ଧ୍ୟାନ ଦିଅନ୍ତୁ। କାହିଁକି ନା ଟାଇମ୍ ମିଳିବ ନାହିଁ। କାହିଁକି ମୁଁ କହୁଛି, କାରଣ ଯେତେବେଳେ ବି ୟାର ରିକ୍ରୁଟମେଣ୍ଟ ନୋଟିସ୍ ଆସିଯିବ, ତ ଆପଣମାନେ ପଢ଼ିବାକୁ ଟାଇମ୍ ମିଳିବେ ନାହିଁ। କାରଣ ଆପଣମାନେ ଆପ୍ଲାଏ କରିବେ, ଆପ୍ଲାଏ କରିସାରିଲା ପରେ ମାସେ ପରେ ରିଟିନ୍ ଏକ୍ଜାମ୍ ହେଇଯିବ। ମାସେ ପରେ ପଢ଼ିକି ଗୋଟେ ପିଲା ସିଲେକ୍ସନ୍ ହେବାର ବହୁତ କଷ୍ଟ ହୋଇଯିବ। ତ ସେ ଅନୁସାରେ ଆପଣମାନେ ନିଜକୁ ଟାଇମ୍ ଦେଇକି ପଢ଼ାପଢ଼ି କରନ୍ତୁ। ଓକେ, ତ ମୁଁ ଆପଣଙ୍କୁ ଅଲରେଡ଼ି ବି ପୂର୍ବରୁ ମଧ୍ୟ କହିଦେଇଛି କି ଆପଣମାନେ ପଢ଼ାପଢ଼ି ଷ୍ଟାର୍ଟ କରନ୍ତୁ। ବର୍ତ୍ତମାନ ଟାଇମ୍ ହେଉଛି ପଢ଼ିବା ଟାଇମ୍। ଓକେ, ତ ମୁଁ ଆପଣଙ୍କୁ ଯେଉଁମାନେ ବି ପଢ଼ାପଢ଼ି ଷ୍ଟାର୍ଟ କରୁଛି, ସେତେବେଳେ ଷ୍ଟାର୍ଟ ବି ଏବେ ସୁଦ୍ଧା ବି କରି ଆସିଥିବେ, ନିହାତି ଭାବରେ ସେମାନେ ସଫଳତା ପାଇବେ। ଆଉ ଗୋଟେ କଥା, କଠିନ ପରିଶ୍ରମ ହାର୍ଡ଼ୱାର୍କ ଯେଉଁମାନେ କରିଛନ୍ତି କେବେ ବି ବୃଥାରେ ଯାଇନି। ନିହାତି ଭାବରେ ଆପଣମାନେ ସକ୍ସେସ୍ ପାଇବେ, ଆପଣ ଯଦି ପ୍ରପର୍ଲି ଟାଇମ୍ ୟୁଟିଲାଇଜ୍ କରିକି ପଢ଼ାପଢ଼ି କରୁଥିବେ। ଓକେ, ତ ବହୁତ ଜଲ୍ଦି ରିକ୍ରୁଟମେଣ୍ଟ ମଧ୍ୟ ଆସିଯିବ। ଆପଣ ଟେନସନ୍ ହେବା କିଛି ଦରକାର ନାହିଁ। ଆପଣମାନେ ବର୍ତ୍ତମାନ ଟାଇମ୍ ପଢ଼ାପଢ଼ି ଉପରେ ଧ୍ୟାନ ଦିଅନ୍ତୁ, ଆଉ ଫିଜିକାଲ୍ ଉପରେ ଧ୍ୟାନ ଦିଅନ୍ତୁ, ଯେଉଁଟାକି ଆପଣମାନେ ଆଗାମୀ ଅଧ୍ୟାୟରେ ଯେକୌଣସି ରିକ୍ରୁଟମେଣ୍ଟ ଆସୁ, ଫିଜିକାଲ୍ ଡିଫେନ୍ସ ଲାଇନ୍ ରିକ୍ରୁଟମେଣ୍ଟ ଆସୁ ବା ଯେକୌଣସି ଜବ୍ରେ ଆସୁ, ଆପଣମାନେ ସକ୍ସେସ୍ ବା କ୍ୱାଲିଫାଇ କରିକି ଆପଣମାନେ ଆଗକୁ ଯାଇପାରିବେ। ଓକେ, ମୁଁ ବେଶୀ କିଛି କହୁନି। କି ଯେଉଁମାନଙ୍କ ଦରକାର ଜିକେ ହେଉ ବା ଯେଉଁମାନଙ୍କ ଯେଉଁ ସବଜେକ୍ଟ ଦୁର୍ବଳ ରହୁଛି, ଆପଣ ନିହାତି ଭାବରେ କମେଣ୍ଟ କରନ୍ତୁ। ତାର ମାନେ PDF ମଧ୍ୟ ମୁଁ ଆପଣଙ୍କୁ ଫ୍ରିଲି ପ୍ରୋଭାଇଡ଼ କରିଦେବି। ଓକେ, ତାର ନେକ୍ସଟ ଭିଡ଼ିଓ ମଧ୍ୟ କେମିତି କ'ଣ ପଢ଼ିବେ। ଓକେ, ତ ନିହାତି ଭାବରେ ଭିଡ଼ିଓ ନେଇକି ଆସିବି। ବର୍ତ୍ତମାନ ଟାଇମ୍ ଆପଣଙ୍କୁ ପୁରା ମାନେ କହିବାକୁ ଗଲେ ବର୍ତ୍ତମାନ ଟାଇମ୍ ମୁଁ ଆପଣଙ୍କୁ କହିଦେବାକୁ ଯାଉଛି କି ବହୁତ ଜଲ୍ଦି ରିକ୍ରୁଟମେଣ୍ଟ ଆସିବ। ତେଣୁ ଆପଣମାନେ ପଢ଼ାପଢ଼ି ଉପରେ ଧ୍ୟାନ ଦିଅନ୍ତୁ ଓ ଫିଜିକାଲ୍ କଣ୍ଟିନ୍ୟୁ ପ୍ରାକ୍ଟିସ୍ କରନ୍ତୁ। ନୋ ଏକ୍ସକ୍ୟୁଜ୍, ମାନେ କିଛି ବି ଏକ୍ସକ୍ୟୁଜ୍ କରନି କି ନାଇଁ ଆଜି ଇଏ ହେଲା, ଆଜି ଜୋରରେ ବର୍ଷା ହେଉଛି, ମୁଁ ସେମିତି କିଛି ନାହିଁ। ଆପଣମାନେ କଷ୍ଟ କରି ପଢ଼ନ୍ତୁ। କଷ୍ଟର ଫଳ ସଦାବେଳେ ମିଠା, ଆପଣ ନିହାତି ଭାବରେ ଜାଣିଦେବେ। ଯେଉଁମାନେ ଆଜିଠୁ କଷ୍ଟ କରି ନିହାତି ଭାବରେ ଫ୍ୟୁଚରରେ କ'ଣ, ନିହାତି ଭାବରେ ଆପଣମାନେ ଏଇ ବର୍ଷ, ଏଇ 5 ବର୍ଷ ଆପଣ ନିଜକୁ ଜଗି ଦେଉଛନ୍ତି। ମୁଁ ଆପଣଙ୍କୁ ସବୁକିଛି ଡିଟେଲ୍ସ ମଧ୍ୟ କହିଦେଇଛି। ଯେଉଁମାନେ ବି ପାଖାପାଖି ଆପଣ ଯଦି 5-6 ବର୍ଷ ଯଦି ଏବେଠୁ ନିଜକୁ ଜଗି ଦେଉଛନ୍ତି, ନିହାତି ଭାବରେ ଆଗାମୀ 50 ବର୍ଷରେ ଆପଣମାନେ ଫ୍ରିଡ଼ମ୍ ହେଇପାରିବେ। ଯଦି ଆପଣମାନେ ଏଇ 5-6 ବର୍ଷ ଫ୍ରିଲି ଖୁସିରେ ଅତିବାହିତ ଫ୍ରିଡ଼ମ୍ କରୁଛନ୍ତି, ନିହାତି ଭାବରେ ଆପଣମାନେ 50 ବର୍ଷ
टाइमटा बहुत स्ट्रगल आपको करने ही पड़ो। ओके, तो से अनुसार निजक देखिए निजक प्रिपेरेसन करूँ जहाँफल कि आप सब किसी ठीक ठाक हो। तो बेस किसी कहूनी बेस किसी टाइम वेस्ट करनी आप निजक जो जो सब्जेक्टर वीक अच्छी आपने पढ़ापढ़ी ध्यान दिंतु जहाँफल कि आप बहुत सारा अधिक मार्क रखिपारे। तो रोचे देखा नेक्स्ट वीडियो से जय जगन्नाथ।